ଆଜି ଶୁଣିବା ରାଜକିଶୋର ପଟ୍ଟନାୟକଙ୍କ ଗଳ୍ପ ଶାଳଗ୍ରାମ। ସାଧାରଣ ମଣିଷ ନିଜକୁ ଅସାଧାରଣ ବୋଲି ଭାବେ। ଗୌରଗୋବିନ୍ଦ ସବୁବେଳେ ମନେ କରେ ଯେ ତାର ଭାବଭଙ୍ଗୀ, କଥା, ଭାଷା ସବୁ ଅସାଧାରଣ। ସାଧାରଣ ମଣିଷଙ୍କ ତୁଳନାରେ ନିଜକୁ ତଉଲି ସେ ଏମିତି ଉପରକୁ ଉଠିଯାଏ। ଚାକିରି ପାଇଥିଲେ, ପରୀକ୍ଷାରେ ପାସ୍ କରିଥିଲେ, କଥା କହି ଜାଣିନଥିଲେ। ଏବେ ତାଙ୍କର ତୁଣ୍ଡର କଥାକୁ ଅନ୍ୟମାନେ ଭାରି ବଡ଼ କଥା ବୋଲି ଗ୍ରହଣ କରୁଛନ୍ତି। ଟଙ୍କା ଖୁବ୍ କମ୍ ଦେଖିଲେ ଖର୍ଚ୍ଚ ପାଇଁ ଟଙ୍କା ମିଳୁନଥିଲା, ସେ ପୁଣି ସାମାନ୍ୟ ଖରଚ। ଏବେ ତାଙ୍କର ସମସ୍ତ ଖରଚ ତୁଲେଇ ସାରି ସେ ଟଙ୍କା ଜମେଇ ପାରୁଛନ୍ତି। ସ୍ତ୍ରୀ ପିଲା, ଚାକର ଚାକିରି, ଘର, ପଦମର୍ଯ୍ୟାଦା, ବୟସ ଓ ଏସବୁ ଖାତିର କରୁଥିବା ଲୋକଙ୍କୁ ସେ ବନ୍ଧୁ ଭାବରେ, କୁଟୁମ୍ବ, ଆତ୍ମୀୟ, ଅନ୍ତରଙ୍ଗ ଭାବରେ ପାଇଲେଣି, ପାଉଛନ୍ତି ଓ ପାଇବେ। ତେଣୁ ସେ ଅସାଧାରଣ। ତାଙ୍କର ଏହି ମନଗଢ଼ା ମତକୁ କେହି କେବେ କଟାଇବାକୁ ଚେଷ୍ଟା କରେ ନାହିଁ। ସେଥିପାଇଁ ସେ ଅନ୍ୟକୁ ନିଜର ଉଦାହରଣ ଦେଇ କହନ୍ତି, ସଂସାରରେ ସବୁରି ମୂଳ କଥା ହେଉଛି ସାଧନା। ମୋଟାମୋଟି କଥା ହେଲା ଗୌରଗୋବିନ୍ଦ ବାବୁଙ୍କର ସାଧନା। ବାରିରେ ମୂଳା ମଞ୍ଜି ପୋତିଲା ବେଳେ ତାଙ୍କର ପ୍ରିୟ ବନ୍ଧୁ ଦୀନକୃଷ୍ଣ ଆସି ପହଞ୍ଚିଲେ। ବାଃ, ଆସିଲୁ ଦୀନକୃଷ୍ଣ, ଭଲ କଲୁ। ମୁଁ ଲାଗିଛି ଗୋଟାଏ କାମରେ, ଦେଖ। ହଠାତ୍ ମୁହଁ ଶୁଖେଇ ଅଧା ବିରକ୍ତ ଅଧା ତାଚ୍ଛଲ୍ୟ ସ୍ୱରରେ ଦୀନକୃଷ୍ଣ କହିଲା, ମୁଁ ଆସିଛି ଟିକିଏ ଗପସପ କରିବା ପାଇଁ। ଅନେକ ଦିନ ହେଲା ଦେଖା ହେଉନଥିଲା। ମୁଁ ଭାରି କାର୍ଯ୍ୟବ୍ୟସ୍ତ ଥିଲି, ସେଥିପାଇଁ ଆସିପାରୁନଥିଲି। ଆଜି ବାରି ବଗିଚା କାମ ନହେଲେ କ'ଣ ହେବ ନାହିଁ? ଆଶ୍ଚର୍ଯ୍ୟ ହେଲା ପରି ମୁହଁ ଟେକି ଗୌରଗୋବିନ୍ଦ ବାବୁ ଚାହିଁଲେ ଦିନୁ ଆଡ଼ୁ। ଏଇ ମୂଳା ମଞ୍ଜି ଦିଟା ପୋତି ଦିଏଁ, ଗପିବା। ଆଃ ଆଃ। ଦୀନକୃଷ୍ଣ ବାଧ୍ୟ ହୋଇ ଫାଟକ ଖୋଲି ପହଞ୍ଚିଲା ଗୌରବାବୁଙ୍କ ପାଖରେ। ତା ଆଖିରେ ସେହି ଉଦାସୀନତା, ଅପ୍ରସନ୍ନତା। ପାଖରେ ଯୋଡ଼ିଏ ପିଲା ବାପା ବାପା ହେଉଛନ୍ତି। ଜଣେ ଜିଆ ଖେଳୁଛି, ଆଉ ଜଣେ ଆଙ୍ଗୁଠିରେ ଛୋଟିଆ ଗାତ ଖୋଳି ମୂଳା ମଞ୍ଜି ଦେବା ପାଇଁ ବାପା ବାପା ହେଉଛି। ସେଇ ଚିତ୍କାରରେ ଦୀନକୃଷ୍ଣ କଥା ଲୁଚି ଯାଉଛି। ଆରେ, ଏମିତି କାହିଁକି ହେଉଛ ଅପଦାର୍ଥ ଗୁଡ଼ାକ? ତୁମର ମା ତ ଜନ୍ମ କରିଛି, ଆଉ କହିବି କାହାକୁ? ଦୀନକୃଷ୍ଣ ହସି କହିଲା, ତେବେ ଦୋଷଟା ମା'ର ନା? ପିଲା ଦୁଇଜଣ ଚାହିଁ ରହିଲେ ଦୀନକୃଷ୍ଣ ମୁହଁକୁ। ସେ କ'ଣ ବାପା ମା କଳିରେ କହୁଛନ୍ତି ଶୁଣିବା ପାଇଁ? ହଉ କୁନା, ଫଡ଼ ଜିଆ। ଆରେ ବେବି, ଦେଖ, ଯେଉଁ ମାଟିରେ ବଡ଼ ଜିଆ ମିଳୁଛନ୍ତି ସେଠି ଭଲ ମୂଳା ହେବ। ଦେଖ, ଭଲ କରି ଦେଖ। କହିଦେଇ ନିଜର ବୁଦ୍ଧି ଦେଖାଇବାକୁ ଦିନୁ ମୁହଁକୁ ଚାହିଁ କହିଲେ। ଭାରି ଜଞ୍ଜାଳରେ ଦିନୁ। କେତେ ପିଲା ଦିଟା ଠିକ୍ ମା ପରି ହାତ ହଲାଉଥିବେ ଦିନଯାକ। ବଡ଼ କାମିକା। ଦିନୁ ଗୌରବାବୁଙ୍କ କଥାରେ ହଠାତ୍ ରାଜି ହୋଇ କହିଲେ, ସେଥିରେ ଭୁଲ କ'ଣ ଅଛି? ଏଠି ଯେ ରହିବ ସେ ବୁଦ୍ଧ ଅଳସୁଆ ହୋଇଥିଲେ ବି ପରିଶ୍ରମୀ ପାଲଟିଯିବ। ଅଫିସ ଯାକ ତ ହୁରି ଯେ ଗୌରବାବୁଙ୍କର ଅଫିସରେ ଅମଲାଙ୍କୁ ନିଦ ନାହିଁ। ଆଉ ଗୌରବାବୁଙ୍କ ପାଖରେ ସବୁବେଳେ କାମ ନିଅଣ୍ଟ। ଆଉ କ'ଣ କହିବା ଶୁଣିବାକୁ ଗୌରବାବୁ ଭାରି ଏକାଗ୍ର କାନରେ ଚାହିଁ ରହିଲେ ଦିନୁ ମୁହଁକୁ। ତାଙ୍କର ଚାହିଁବାର ଠାଣି ସତେ ଯେପରି କହିଦେଉଥାଏ, ହଁ, କହିଯା ଦିନୁ, ଏବେ ଯାହା କହୁଛୁ ସେ ହେଉଛି ବଡ଼ ଖାଣ୍ଟି କଥା। କର୍ମକ୍ଳାନ୍ତ ମୁହଁରେ ଆନନ୍ଦର ରେଖା। ରହସ୍ୟ କରିବାକୁ ଦିନୁ କହିଲା, ଲୋକ ହେଲେ ଏମିତି ଗୌରବାବୁଙ୍କ ପରି ଲୋକ ହେବା ଉଚିତ। ଓଃ, କେତେବେଳେ ଯାଏଁ ଠିଆ ହେବା? ବସିଯା ମ ଟିକେ। ଆମେ ତ ଏଇ ମାଟିରୁ ଆସିଛୁ, ଆଉ ମାଟିକୁ ଫେରିବା। ତୁ ଜାଣୁନା, କାଲି ମାଟିର ଏମିତି ଗୁଣ ଅଛି, ସେଥିରେ ଲୁଙ୍ଗା ମଇଳା ହୁଏ ନାହିଁ। ଦେହର ମଳି ସଫା ହୋଇଯାଏ, ଆଉ ଦେହ ଭଲ ରହେ। ଗୌରବାବୁ କହିଲେ। ମନର ଅବଜ୍ଞା ଘୋଡ଼ାଇ ଦିନୁ କହିଲା, ହଁ, ମୁଁ ଜାଣେ ଯେ, ତେବେ ହଠାତ୍ ଏ କଥା ଲାଗୁଛି ନୂଆ। ବର୍ଷା ବଢ଼ିରେ ଗଳି ପାଣିରେ ଗାଧୋଇଲେ ନଇଲେ ପଟୁ ପଙ୍କ ଚିକିଟା ଉପରେ ଗାଧୋଉ ଗାଧୋଉ ଗୋଡ଼ ପଡ଼ିଗଲେ ଲୁଗାପଟା ଗାମୁଛା ତ ମୋଡ଼ି ହୁଏ ନାହିଁ। ବାଃ, ଠିକ୍ କହିଲୁ। ହେଇ ଦେଖ ମ, ମୁଁ ଏଇ ଲୁଙ୍ଗି ପିନ୍ଧି ଏତେ କାମ କଲିଣି, ଖାଲି ଖରାରେ। ଯାହା ଝାଳ ଲାଗୁଛି, ଟିକିଏ ବି ମୋଡ଼ି କାଦୁଅ ନାହିଁ। କହି ଠିଆ ହୋଇ ନିଜର ଲୁଙ୍ଗିକୁ ଦେଖେଇଲେ ଚାରିଆଡ଼େ ବୁଲି ବୁଲି। ହାତ ମାରି ଦେଖ ଦେଖ ମ, ମୋ ଦେହରେ ଝାଳ ହାତ ଲଗେଇଲେ ଅସନା ଲାଗିବ, ଆଉ ଲୁଙ୍ଗା ମୋଟେ ମଇଳା ହୋଇନାହିଁ। ଖାଲି ଖୋସଣି ପାଖରେ ଯାହା ଝାଳ ଲାଗି ଓଦା ହୋଇଯାଇଛି। ହାତ ମାର। ବ୍ୟସ୍ତ ହୋଇ ଦିନୁ ଚାହିଁଲା ପିଲାଙ୍କ ଆଡ଼େ। ସେଗୁଡ଼ିକ ମାଟିରେ ପୋକ ପରି ହେଉଛନ୍ତି। ତାଙ୍କରି ପିତା ଲୁଙ୍ଗା ଉପରେ
ମଳି ଏତେ ଲାଗିଛି ଯେ ମଳି ଆଉ ଲୁଙ୍ଗା ଉପରେ ରହୁନାହିଁ। ବଡ଼ ପୁଅ କୁନା କହିଲା, ହଁ ବାପା, ଦେଖ ଜିଆର ଲାଙ୍ଗୁଡ଼ ପାଖରେ ଟିକିଏ କାଦୁଅ ଆଉ କେଉଁଠି କିଛି ନାହିଁ। ଆଉ ବାପା, ସେ କେମିତି ସୁନ୍ଦର ଗୋଲ ମାଟି ଅଗାଳୁଛି। ଆହା, ତମେ ଏମିତି କାଢ଼ିପାରିବ ମାଟି? ଆବେ ଚୁପ୍ ସଇତାନ, ଥଟ୍ଟା କରୁଛୁ ନା? ଯା ସତରଞ୍ଜି ଆଣିବୁ ଘରୁ। ଦେଖୁନୁ ଦିନୁ ଠିଆ ହୋଇ ରହିଲେଣି। ବେବି ପ୍ରଥମେ ଧାଇଁଲା ଘରକୁ। ମୁଁ ଆଣିବି ବାପା। ପଛେ ପଛେ କୁନା ଧାଇଁଲା। କୁମଟା ତାରି ପାଇଁ। ପିଲା ଦୁଇଟି ଚାଲିଗଲା ପରେ ଦିନୁ କହିଲେ, ବଡ଼ ଖାସା ପିଲା ଦୁଇଟି, ବଡ଼ କାମିକା। ବସ୍ ମ ଦିନୁ, ଏଇଠି ବସି ଯା ଟିକେ, ସତରଞ୍ଜି ଆସୁଛି। ନାଇଁ, ମୁଁ ତ ବସି ପାରିବି ନାହିଁ ତଳେ, ମୋର ଅର୍ଶ ଅଛି। ଟେକି ହୋଇ ବସିଲେ କଷ୍ଟ ହେବ। ମୁଁ ଠିଆ ହୋଇଛି। ହଁ, ତଳେ ବସିଲେ ଲୁଙ୍ଗା ମଇଳା ହେଇଯିବ, ବାବୁଆନି ଭାଙ୍ଗିଯିବ। ଆରେ ଦେଖୁଥା, ବେଶୀ ଦିନ ଆଉ ଏ ବାବୁଗିରି ରହିବ ନାହିଁ। ମାଟି ତଡ଼ିବ, ଖାଇବ। ଆଉ ତୁମେ ଭାବିବ ନା ଫାଉଣ୍ଟେନ୍ ପେନ୍‌ରେ କାଗଜ ଚଷିବ। ସେଥିରେ ଯାହା ଫଳିବ ତହିଁରୁ ବେଶୀ ଫଳେ ମାଟିରେ। ମାଟି ପଡ଼ିଛି ଏହି ବସୁନ୍ଧରା ଉପରେ। ଖା। ଆଉ କାଗଜ ମରୁଆଡ଼ି ଦୋକାନରେ ସେଥିରେ ଲେଖିଲା ବେଳକୁ କାଳି ଛପି ଯାଉଥିବ। ଚାଷ ହେବ ନା ଖାଇବ? ନାଇଁ ମ, ଅର୍ଶ। ଓହୋ, ଗାଁରେ ଆଉ ଅର୍ଶ ହୁଏ ନାହିଁ? ନା, ସେମିତିରେ ଚଉକି ପଡ଼ିନାହିଁ। ଆରେ ଦେଖିଛ, ଧାନ ବେଉଷଣ ପନିଅର ଫସଲ। ଘରେ ପାଟି ଶୁଭିଲା। ଆରେ ଦେ ମ। ବୋଉ ଚଞ୍ଚଳ ଦେ। ବାପା ସତରଞ୍ଜି ମାଗୁଛନ୍ତି। ଦିନୁବାବୁ ଠିଆ ହୋଇ ରହିଲେ। ଦୁହେଁଯାକ ମା ଉପରେ ଜୁଲୁମ ଆରମ୍ଭ କରିଦେଲେ। ସତରଞ୍ଜି ନାହିଁ। ବାପାଙ୍କୁ ଡାକିବି? ବାପା, ବୋଉ ସତରଞ୍ଜି ଦେଉନାହିଁ। ଆରେ ଥିଲେ ତ ଦେବି। ଶୁକୁଚି ପରା ସତରଞ୍ଜିଟା। ପଡ଼ିଶାଙ୍କ ଘରେ ସେ ନେଇଥିଲେ ଯେ, ଏଇ ସପଟା ଦେଇ ଯା। ବେବି ସପଟା ଧରି ଧାଇଁଲା। ଚାରିଆଡ଼େ ଛିଣ୍ଡା ସପର ସଦର ମଫସଲ ସମାନ। ଦୁଇ ପାଖେ ସମାନ ମଳି। କୁନା ଲଗାଇଲା ସତରଞ୍ଜି ପାଇଁ କଳି। ଦିନୁବାବୁ ଗୌରବାବୁଙ୍କୁ କହିଲେ, କୁନାକୁ ଡାକିବା, ନହେଲେ ସେ ଘରେ ପ୍ରଳୟ କରିବ। ଛିଣ୍ଡା ସପଟାକୁ ଗୋଟାଏ ଢିପ ଅଳିଆ ଗଦା ଉପରେ ବିଛେଇ ଦେଇ ଗୌରବାବୁ କହିଲେ, ବସ୍ ଏଥର। ଏହା ତଳେ ରହିଲା ଛୋଟିଆ ଖତଗଦା। ସପ ପଡ଼ିଲେ ହୋଇଗଲା ଚଉକି। ଦିନୁବାବୁ ଟିକିଏ ପଛେଇଲେ ବସିବାକୁ। ତାଙ୍କ ମୁହଁକୁ ଚାହିଁ ଗୌରବାବୁ କହିଲେ, ମୁଁ କ'ଣ କହିଥିଲି ଆଗରୁ? ମାଟି ହେଉଛି ସବୁଠୁ ସରସ। ଏଠି ମଳି ନାହିଁ। ସତରଞ୍ଜି ଶୁଖୁଛି ପଡ଼ିଶା ଘରେ। ସପର ରୂପ ମନକୁ ତ ରୁଚୁନାହିଁ। ବାପା ମୁଳା ମଞ୍ଜି ଦିଆ ପୋତିବା। ଆଚ୍ଛା କଥା, ମୁଳା ମଞ୍ଜିରେ କି ଗଛ ହେବ? ଦିନୁବାବୁ ପଚାରିଲେ। ଭାରି ଆଗ୍ରହରେ ଗୌରବାବୁ କହିଲେ, ଏତିକି କେହି ବୁଝନ୍ତି ନାହିଁ। ଏଇ ଗଛ ପୋତିବାରେ ଅଛି ଆନନ୍ଦ। ମୁଁ ଜାଣେ, ଏଇ ପଟାଳିରୁ କଡ଼ମା ନିରସା ମୂଳାଗଛ ଯାହା ହେବ, ସେତକ ମୂଳା ଦିନରେ ହୁଏତ 2 ଅଣା 4 ଅଣା ହେବ। କିନ୍ତୁ ସେତିକି କ'ଣ ୟାର ମୂଲ୍ୟ? ଆଉ କେତେ ମୂଲ ହେବ? ଲୋକଗୀତ ବୋଲେ ସମସ୍ତେ ବୋଲନ୍ତି, ତମେ ଆମେ ଶୁଣି କହୁ ଭଲ, ଠିକ୍ ଗଧର ଗଳା। ତଥାପି ସେ ଲୋକ ଆନନ୍ଦ ପାଏ, ତାର ଦୁଃଖ ଭୁଲିଯାଏ। ତୁମ ଆମ କଟୁକ୍ତି ସେ ଶୁଣେ ନାହିଁ, ଶୁଣିବ ନାହିଁ। ଜୀବନଟା ହେଉଛି ମୋର ଗୋଟିଏ ସାଧନ। ହେତୁ ପାଇଲା ଦିନୁ ଲାଗିଛି ଏମିତି ଛୋଟିଆ ଉଇ ପରି। ମୋର ସାମାନ୍ୟ ଶକ୍ତିରେ ଟିକିଏ ଟିକିଏ କରି ଲାଗିଛି। ମଲା ପରେ ଲୋକେ ହୁଏତ ହସିବେ। ମୁଁ ଏଇ ମୂଳା ପଟାଳି ପରି ମୋ ଜୀବନରୁ ଏମିତି କାଣିଚାଏ ଲାଭ ପାଇଛି। ନା, ସେମିତି କହିବେ ନାହିଁ। ଦିନୁବାବୁ କହିଲେ, ଆରେ ହସୁଛୁ ନା? ହସୁଥାଉ। ମୁଁ ଏଇ ଯେଉଁ କାମ ସବୁ କରୁଛି, ସେଥିରେ ଗୋଟିଏ ପିଲାଦିନର କଥା ମୋର ମନେ ପଡ଼େ। ବାପା କହ, ମୁଁ ଶୁଣିବି। ଭାଇ ପାଟି କରୁଛି ମୋ ମା ସାଙ୍ଗରେ। ମୁଁ ଭଲ ପିଲା। ହଁ, ତୁ ଭଲ ପିଲା, ଭାରି ଭଲ ପିଲା। କହ ବାପା, ଚଞ୍ଚଳ କହିଦିଅ। ଭାଇ ଶୁଣିବ ଆସିଗଲେ। କହୁନାହାନ୍ତି କାହିଁକି? କ'ଣ ସେ ପିଲାଦିନର କଥା? ବାପା କହ ବାପା। ପୁଅକୁ କୋଳରେ ଧରି ତା ମୁଣ୍ଡ ଆଉଁସି ଦେଉ ଦେଉ ଗୌରବାବୁ ପଚାରିଲେ, ଦିନୁବାବୁଙ୍କୁ ଶାଳଗ୍ରାମ ଦେଖିଛ? ଯେଉଁ ଶାଳଗ୍ରାମ ପୂଜା ପାଏ? ହଁ। ସେଇ ଚିକିଣିଆ ପଥର? ହଁ, ଚିକ୍କଣ ପଥର। କି ଚିକ୍କଣ ଠାକୁର ଯାହା କୁହ। ତାକୁ ତିଆରି କରେ ଗୋଟିଏ ପ୍ରକାର ପୋକ। ଗଣ୍ଡକ ନଈ କୂଳରେ ଥାଏ। ସେ ପୋକର କାମ ହେଉଛି ପଥରକୁ କାଟି କାଟି ଗୋଲ କରିବା। ଖାଇବା, ଶୋଇବା ଆଦି କାମ ଛାଡ଼ିଦେଲେ ସେ ପୋକଟି ଆପଣ ଛାଏଁ ଖଣ୍ଡେ ପଥରକୁ ଗୋଲ କରିବାରେ ଲାଗିଥାଏ। ଯେତେବେଳେ ପଥରଟି ଗୋଲ ହୋଇ ଚିକ୍କଣିଆ ହୋଇଯାଏ, ତାକୁ ଗୋଡ଼େଇ ଦିଏ ଗଣ୍ଡକ ନଈ ଭିତରକୁ। ଗୋଟିଏ ଶବ୍ଦ ହୁଏ, ଟୁପ୍। ଉପରକୁ ଚାହିଁ ପୋକଟି ଟିକିଏ ଥିର ହୋଇଯାଏ।
ସେହି ଟୁବ୍ ଶବ୍ଦଟି ତାର କାନରେ ବାଜିଛି। ପୁଣି ଥରେ ଶୁଣିବ ବୋଲି ଆଉ ଖଣ୍ଡେ ପଥର ଧରେ ତାକୁ ପୁଣି ଗଡ଼େଇ ଦିଏ ଗଣ୍ଡକ ନଈ ଭିତରକୁ। ଶବ୍ଦ ହୁଏ ଟୁବ୍। ଜୀବନର ସବୁ ସାଧନା ଠିକ୍ ଏମିତି ଗୋଟିଏ ସାମାନ୍ୟ ଶବ୍ଦରେ ଶେଷ ଯାଏ। ଶାଳଗ୍ରାମ କଟାବକ ପରି ମଣିଷ ଏମିତି କିଛି ନା କିଛି ଖିଆଲ ପଛରେ ଅହରହ ଖଟି ଚାଲିଥାଏ। ପକଟି ଦିଏ ଶାଳଗ୍ରାମ ଆମ କାମରେ ଲାଗେ, ଆଉ ମଣିଷ ଦିଏ ତାର ଦାନ ସଭ୍ୟତା ସଂସ୍କୃତି ବଢ଼େଇବାକୁ। ଧନ୍ୟବାଦ।